ପୋଟଳ ବରା ବନେଇବାଟା ଯେତିକି ସହଜ ଖାଇବାକୁ ସେତିକି ଟେଷ୍ଟି। ନମସ୍କାର, ମୁଁ ରଶ୍ମି ୟୁଟ୍ୟୁବରେ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ପୋଟଳରେ ଗୋଟେ ବରାର ରେସିପି ବନେଇବା। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ରେସିପିଟି ଭଲ ଲାଗିବ। ଭିଡ଼ିଓଟାକୁ ଫୁଲ୍ ୱାଚ୍ କରିବେ। ଯଦି ଆପଣମାନଙ୍କୁ ଆଜିର ଏହି ରେସିପିଟି ଭଲ ଲାଗେ ଭିଡ଼ିଓଟାକୁ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲ ଯଦି ନୂଆ ଥିବେ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରିଦେବେ। ତ ଏବେ ଚାଲନ୍ତୁ ବନେଇବା ପୋଟଳ ବରା, ଯେଉଁଟାକି ଖୁବ୍ କମ୍ ସମୟରେ ଆଉ ଖୁବ୍ କମ୍ ତେଲରେ ଆମେମାନେ ବନେଇବା। এই ପୋଟଳ ବରା ବନେଇବା ପାଇଁ ମୁଁ ଏଠି 6ରୁ 7ଟା ଭଳିଆ ପୋଟଳ ଆଉ 2-3ଟା ଆଳୁ ନେଇଛି। ଆପଣମାନେ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ ପୋଟଳ ଆଳୁ। ତ ଏବେ ତାକୁ ଗୋଟେ ପ୍ରେସରରେ ଦେଇକି ତାକୁ 2ରୁ 3ଟା ହୁଇସିଲ୍ ଆସିବା ପାଇଁ ଛାଡ଼ିବା। ଏଠି ଦେଖନ୍ତୁ 2-3ଟା ହୁଇସିଲ୍ ପରେ ଆମର ଆଳୁ ପୋଟଳ ସବୁ ପୁରା ଭଲସେ ସିଝି ଯାଇଛି। ଏବେ ଏଠି ମୁଁ ଆଳୁର ଚୋପା ଛଡ଼େଇ ଦେଇଛି। ପୋଟଳଟା ସିଝିଗଲା ପରେ ସେଥିରୁ ଟିକେ ପାଣି ବାହାରେ। ତ ଏଇଟାରେ ମୁଁ ଦେଖନ୍ତୁ ଗୋଟେ ତାଟିଆ ନେଇଛି। ଏବେ ଗୋଟେ ପୋଟଳରୁ ପାଣି ସବୁଯାକ ଏମିତି ଚିପୁଡ଼ିକିନା ବାହାର କରିଦେବେ। ଏବେ ଯେମିତି ଏଇ ପୋଟଳଟାରେ ମୁଁ ଚିପୁଡ଼ିକିନା ବାହାର କରୁଛି ପାଣି, ସବୁଯାକ ପୋଟଳରୁ ସେମିତି ହିଁ ପାଣି ବାହାର କରିଦେବା। ପୋଟଳକୁ ଚିପୁଡ଼ିକି ଯଦି ପାଣି ବାହାର ନ କରିବେ ତ ଆମେ ବରା ବନେଇଲା ବେଳେ ବ୍ୟାଟରଟା ଆମର ବହୁତ ଟିକେ ପତଳା ହେଇଯିବ। ତ ଏବେ ଦେଖନ୍ତୁ ସବୁଯାକ ପୋଟଳକୁ ମୁଁ ଭଲସେ ଚିପୁଡ଼ି ଦେଇଛି। ଏବେ ଆଳୁ ଆଉ ପୋଟଳକୁ ହାତରେ ଭଲସେ ଆମେ ଚକଟି ଦେବା। ଆକୁ ଚକଟିଲା ବେଳେ ପୁରା ପେଷ୍ଟ ପରିକା କରି ଚକଟିବେନି, ଟିକେ ଟିକେ ଖଦଖଦଡ଼ିଆ ଥିଲେ ଭଲ ଲାଗିବ। ତ ଦେଖନ୍ତୁ ଏଠି ମୋର ପୋଟଳ ଆଉ ଆଳୁର ଚକଟାଟା ହେଇଗଲାଣି। ଏଠି ଆମେ ଅଲଗା ଜିନିଷ ସବୁ ଆଡ଼୍ କରିବା। ଏଠି ମୁଁ ଗୋଟେ ବଡ଼ ସାଇଜ୍ର ପିଆଜକୁ ପୁରା ଛୋଟ ଛୋଟ ଖଣ୍ଡ କରି କାଟି ଦେଇଛି। ଏବେ ସେଥିରେ ଦେବା ଅଳ୍ପ ଧନିଆ ପତ୍ର, କଞ୍ଚା ଲଙ୍କାକୁ ପୁରା ଛୋଟ ଛୋଟ ଖଣ୍ଡ କରି କାଟିକି ଅଳ୍ପ ଦେଇଥିଲି। ଲଙ୍କା ଗୁଣ୍ଡ ଦେଇଥିଲି ହାଫ୍ ଚାମଚ, ଆପଣମାନେ ରାଗ ଆପଣଙ୍କ ହିସାବରେ ନେବେ। ଚିକେନ୍ ମସଲା 1 ଚାମଚ, ସ୍ୱାଦ ଅନୁସାରେ ଲୁଣ 2 ଚାମଚ ଦେଇଥିଲି, ବେସନ 1 ଚାମଚ ଦେଇଥିଲି, କର୍ଣ୍ଣଫ୍ଲାୱାର। ଯଦି ଆପଣମାନଙ୍କ ପାଖରେ କର୍ଣ୍ଣଫ୍ଲାୱାର ନଥିବ ଆପଣମାନେ ଚାଉଳ ଗୁଣ୍ଡ ୟୁଜ୍ କରିପାରିବେ। ଏବେ ଆକୁ ଟିକେ ଚଟପଟା ବନେଇବା ପାଇଁ ମୁଁ ଦେଇଥିଲି ହାଫ୍ ଚାମଚ ଭଳିଆ ଚାଟ୍ ମସଲା। ଏବେ ସବୁ ମସଲାକୁ ଆଳୁ ଆଉ ପୋଟଳ ସହିତ ଭଲସେ ହାତରେ ଚକଟି ଦେବେ। ଏଥିରେ ଟୋଟାଲି ବି ପାଣି ୟୁଜ୍ କରିବେନି, ସେମିତି ହିଁ ଆକୁ ଭଲସେ ହାତରେ ଚକୁଡ଼ି ଦେବା। ଚକଟିଲା ବେଳେ ଯଦି ଆପଣଙ୍କୁ ବେଶୀ ବ୍ୟାଟରଟା ପତଳା ଲାଗୁଥିବ ତ ଆପଣମାନେ ଏଠି ଆଉ 1ରୁ 2 ଚାମଚ ଭଳିଆ ବେସନ ୟୁଜ୍ କରିପାରିବେ। କିନ୍ତୁ ଦେଖି ଚାହିଁକି ବେସନ ୟୁଜ୍ କରିବେ, ବେଶୀ ବେସନ ବି ୟୁଜ୍ କରିବେନି। ତ ଏଠି ଦେଖନ୍ତୁ ଏବେ ଆମର ଚକଟାଟା ହେଇଗଲାଣି। ଏବେ ଦେଖନ୍ତୁ ଯେମିତି ଟିକି ବନା ହୁଏ ନା, ସେଇ ସେପ୍ରେ ଆମେ ବନେଇବା। ଏବେ ନେବା ଗ୍ୟାସ୍ରେ ଗୋଟେ ପ୍ୟାନ୍ ବସାଇବା। ପ୍ୟାନ୍ଟାକୁ ଗରମ କରିବା ପାଇଁ ଛାଡ଼ିବା। ପ୍ୟାନ୍ ଆମର ଗରମ ହୋଇସାରିଲା ପରେ ସେଥିରେ 2ରୁ 3 ଚାମଚ ଭଳିଆ ତେଲ ଦେବା। ତେଲ ଏଠି ଆମର ପୁରା ଭଲସେ ଗରମ ହୋଇସାରିଲାଣି। ଆମେ ଏଠି ଯେଉଁ ପୋଟଳକୁ ଚକଟିକିନା ରଖିଥିଲେ ତାକୁ ଏବେ ହାତରେ ଏମିତି ବରା ସାଇଜ୍ର ବନେଇଦେବା। ଏମିତି କରିକିନା ତାକୁ ଆମେ ପ୍ୟାନ୍ରେ ଦେବା। ସେମ୍ ପ୍ରୋସେସ୍ରେ ସବୁଯାକ ବରାକୁ ଆମେ ଏଠି ବନେଇବା। ଏଠି ମୁଁ କହି ରଖୁଛି, ଯଦି ଆପଣମାନଙ୍କୁ ଆଜିର ଏହି ରେସିପିଟି ଭଲ ଲାଗୁଥିବ ଭିଡ଼ିଓଟାକୁ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲ ଯଦି ନୂଆ ଥିବେ ପ୍ଲିଜ୍ ଚ୍ୟାନେଲଟାକୁ ସବସ୍କ୍ରାଇବ୍ ନିଶ୍ଚୟ କରିଦେବେ। ଏଠି ଦେଖନ୍ତୁ ସବୁଯାକ ବରାକୁ ମୁଁ ପ୍ୟାନ୍ରେ ଦେଇଦେଇଛି। ଆକୁ ମିଡ଼ିୟମ୍ ଟୁ ଲୋ ଫ୍ଲେମ୍ରେ ଭାଜିବା। ଆମେ ଜମା ବି ଗ୍ୟାସ୍ର ଫ୍ଲେମ୍କୁ ହାଇ କରିବାନି। ମିଡ଼ିୟମ୍ ଟୁ ଲୋ ଫ୍ଲେମ୍ରେ ଆକୁ ଏପଟ ସେପଟ କରିକି ପୁରା 5 ମିନିଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ କରିକି ଆମେ ଭାଜିବା। ଦେଖନ୍ତୁ ମୋର ଗୋଟେ ପଟ ଟିକେ ଟିକେ ଗୋଲ୍ଡେନ୍ କଲର୍ ହେଇଗଲାଣି। ତ ମୁଁ ଏକୁ ଗୋଟେ ପଟକୁ ଆର ପଟକୁ ଲଉଟେଇ ଦେଉଛି। ଆପଣମାନେ ଏମିତି ଗୋଟେ ପଟ ହେଇସାରିଲା ପରେ ତାକୁ ଆର ପଟକୁ ଲଉଟେଇବେ। ଏଠି ଦେଖନ୍ତୁ ମୋର ଗୋଟେ ପଟ ପୁରା ବଢ଼ିଆସେ ହେଇଯାଇଛି ନା। ଏବେ ଆକୁ ଆର ପଟକୁ ଲଉଟେଇ ଦେବା। ଆର ପଟକୁ ଆଉ 2ରୁ 3 ମିନିଟ୍ ପାଇଁକି ଭଲସେ ଟିକେ ସେକିବା ପାଇଁ ଛାଡ଼ିବା। ଆପଣମାନେ ଏଇ ପୋଟଳ ବରା ବନେଇ ଗରମ ଭାତ ହେଉ କି ପଖାଳ ଭାତ ହେଉ ସବୁଥିରେ ଖାଇପାରିବେ। ଗରମ ଭାତ ଅପେକ୍ଷା ପଖାଳ ଭାତରେ ଏଇ ବରାଟା ଖାଇବା ପାଇଁ ବେଶ୍ ଭଲ ଲାଗିଥାଏ। ଏବେ ଦେଖନ୍ତୁ ଆମର 2 ପଟ ଭଲସେ ସେକି ହେଇଗଲାଣି। ଏବେ ଦେଖନ୍ତୁ ଆମର 2 ପଟ ପୁରା ବଢ଼ିଆସେ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇଗଲାଣି। ତ ଏବେ ଆମର ପୋଟଳ ବରାଟା ପୁରା ରେଡ଼ି ହେଇଗଲାଣି। ଏବେ ମୁଁ ଆପଣଙ୍କୁ ଦେଖାଉଛି ଆମର ପୋଟଳ ବରାଟା କେତେ ସୁନ୍ଦର ଭାବରେ ହେଇଗଲାଣି। ତ ଆପଣମାନେ ଏମିତି ପୋଟଳ ବରା ବନେଇବେ, କେମିତି ଲାଗିଲା କମେଣ୍ଟ କରିକି ନିଶ୍ଚୟ କହିବେ। ଏବେ ଆମର ପ୍ରସ୍ତୁତ ହେଇଗଲା ପୁରା କ୍ରିସ୍ପି ଚଟପଟା ପୋଟଳ ବରା। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ରେସିପିଟି ଭଲ ଲାଗିଥିବ। ଯଦି ଆପଣଙ୍କୁ ଆଜିର ଏହି ରେସିପିଟି ଭଲ ଲାଗିଥିବ ଭିଡ଼ିଓଟାକୁ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲ ଯଦି ନୂଆ ଥିବେ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରିଦେବେ। ଜୟ ଜଗନ୍ନାଥ।